ଅନେକ ପ୍ରକାରର ପୋଡାପୋଡି ଭର୍ତ୍ତା ତ ଆପଣମାନେ ନିଶ୍ଚୟ ଖାଇଥିବେ। ଥରେ ଏଇ ସଜନା ଛୁଇଁ ପୋଡିକି ଭର୍ତ୍ତା ବନାନ୍ତୁ। ଥରେ ଖାଇଲେ ବାରମ୍ବାର ବନେଇକି ଖାଇବାକୁ ଇଚ୍ଛା ହବ। ଯୋଉମାନଙ୍କୁ ସଜନା ଛୁଇଁ ପସନ୍ଦ ସେମାନଙ୍କୁ ତ ନିଶ୍ଚୟ ଭଲ ଲାଗିବ। ଆଉ ଯୋଉମାନଙ୍କୁ ସଜନା ଛୁଇଁ ପସନ୍ଦ ନୁହେଁ ସେମାନେ ବି ମାଗି ମାଗି ଖାଇ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡିଓଟି ଭଲ ଲାଗିଲେ ଗୋଟେ ଲାଇକ୍ ନିଶ୍ଚୟ କରିଦିଅନ୍ତୁ। ଆଉ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବେନି। ଏଠି ମୁଁ ସଜନା ଛୁଇଁ ପୋଡିବା ପାଇଁ ନେଇଯାଇଛି 7-8ଟି ସଜନା ଛୁଇଁ। ନର୍ମାଲି ଛୁଇଁର ଯୋଉ ମୋଟା ପାର୍ଟଟା ଆମେ ସେଇଟା ନବା, କାରଣ ସେଇଟା ଟିକେ ରସୁଆଳ ହୋଇଥାଏ। ଆଉ ପୋଡାର ଭର୍ତ୍ତାରେ କରିବା ପାଇଁ କି ପୋଡି ସାରିଲା ପରେ ତା ଦେହରୁ ବହୁତ ମାନେ ରସ ଅଧିକ ଟିକେ ବାହାରେ। ଏଠି ଛୁଇଁ ଗୁଡିକୁ ଆମେ ପୁରା ଲୋ ଫ୍ଲେମ ରେ ପୋଡିବା, କାରଣ ହାଇ ଫ୍ଲେମ କଲେ ସେଇଟା ଉପରୁ ଆଉ ଭିତରେ ବି ପୋଡିଯିବ। ଯେହେତୁ ଆମର ପୁରା ପତଳା ଜିନିଷଟା, ଲୋ ଫ୍ଲେମ ରେ ପୋଡିଲେ ହିଁ ଭିତର ରସଟା ବି ଆମର ଆରାମସେ ସିଝିଯିବ। ଆଉ ଉପରୁ ଆମକୁ ଯେମିତି ଚାହେଁ ଆମେ ସେମିତି ଭଲସେ ପୋଡି ହେଇ। ଏଠି ଛୁଇଁକୁ ପୋଡି ସାରିଲା ପରେ ମୁଁ ତା ଦେହରେ ଚକଟିବା ପାଇଁ ନେଇଛି ଗୋଟେ ଟମାଟୋ, ପିଆଜ ଆଉ ରସୁଣକୁ ମଧ୍ୟ ପୋଡିକି ନେଇଛି। କାରଣ ପୋଡାର ସ୍ମେଲ ଟା ବହୁତ ବଢିଆ ଲାଗେ ଖାଇବାକୁ। ଆଉ ଆମ ଓଡିଆ ବାସୀଙ୍କୁ ତ ପୋଡା ପୋଡି ଚକଟା ଚକଟି ଭର୍ତ୍ତା ଟା ବହୁତ ହି ଟେଷ୍ଟି ଲାଗିଥାଏ। ନର୍ମାଲି ପଖାଳ ସହିତ ଖାଇବାକୁ ତ ବହୁତ ବଢିଆ। ଏଠି ଦେଖନ୍ତୁ ଛୁଇଁ ଗୁଡିକ କେତେ ପରଫେକ୍ଟଲି ପୋଡି ହେଇଯାଇଛି। ଆଉ ଭିତରଟା ବି ବହୁତ ବଢିଆ ସେ ସିଝି ଯାଇଛି। ଏଠି ମୁଁ ତାକୁ ଖୋଲିକି ତା ଦେହରୁ ରସଟାକୁ ସ୍ପୁନରେ ଆସ୍ତେ ଆସ୍ତେ ତାକୁ ରାମ୍ପିକି ବାହାର କରିଦଉଛି। ଭଲସେ ସିଝି ଯାଇଛି ସେଥିପାଇଁ ରସ ବି ଆରାମସେ ବାହାରି ଯାଉଛି। ଏଠି ଆମେ ଧୀରେ ଧୀରେ ରସଟା ବାହାର କରିଦବା। ଉପର ପୋଡା ଅଂଶ ବି କାଠି ବି ଯାହା ବି ଥାଏ ସେଇଟା ବି ବାହାରିଯିବ। ଏଠି ଦେଖନ୍ତୁ ସବୁଥିରୁ ଏତକ ରସ ବାହାରିଲା। ଆଉ ଯାହା ବି ଟିକେ କାଠି ବାଟି ବାହାରି ଯାଇଥିଲା ତାକୁ ମୁଁ କାଢିକି କ୍ଲିନ କରିଦଉଛି। ଏବେ ଆମେ ଆମର ସଜନା ଛୁଇଁ ରସକୁ ଭଲସେ ଚକଟି ଦବା। ଆପଣ ତାକୁ ଗ୍ରାଇଣ୍ଡିଙ୍ଗ କରିବେନି। ଯଦି ଶିଳ ଅଛି ତାହେଲେ ତାକୁ ଦର ଦର ଛେଚା କରିକି ନେଇ ପାରନ୍ତି। କିନ୍ତୁ ଗ୍ରାଇଣ୍ଡିଙ୍ଗ କଲେ ନର୍ମାଲି ଏଇଟା ପୁରା ପେଷ୍ଟ ବନିଯିବ ଆଉ ଖାଇବାକୁ ଜମା ଭଲ ଲାଗିବନି। ଟିକେ ଖଣ୍ଡ ଖଣ୍ଡ ଦର ଦର ଛେଚା ହେଲେ ହିଁ ଏଇଟା ଭଲ ଲାଗିବ। ଯେହେତୁ ଏଇଟା ଭଲସେ ସିଝି ଯାଇଛି, ଏଇଟା ହାତରେ ମଧ୍ୟ ଭଲସେ ଚକଟି ହେଇଯାଉଛି। ଏଠି ମୁଁ ଭଲସେ ଚକଟିକି ନେଇଯାଉଛି। ତାପରେ ଆମେ ପିଆଜ, ଟମାଟୋ ଆଉ ଆମର ରସୁଣ ପୋଡିକି ରଖିଥିଲେ ତାକୁ ବି ଭଲସେ ଚକଟି ଦବା। ପୋଡାପୋଡି ଆଇଟମ ଟା ତ ବହୁତ ବଢିଆ ଲାଗେ ଖାଇବାକୁ। ନର୍ମାଲି ପଖାଳ ସହିତ ଖରାଦିନେ ପୋଡା ଟିକେ ହେଇଗଲେ ତ ପଖାଳ ପୁରା ଉଠିଯିବ। ସାଧାରଣତଃ ଆମେ ଆଳୁ, ଟମାଟୋ, ବାଇଗଣ, ପୋଟଳ, ଭେଣ୍ଡି, ଜହ୍ନି ବହୁତ ପ୍ରକାର ପୋଡା ଖାଇଥାଉ। କିନ୍ତୁ ସଜନା ଛୁଇଁର ଏଇ ପୋଡିକି ରେସିପିଟା ବନାନ୍ତୁ, ଭର୍ତ୍ତାଟା ବହୁତ ହି ଟେଷ୍ଟି ଲାଗେ ଖାଇବା। ବିଶ୍ୱାସ କରନ୍ତୁ ଥରେ ଖାଇଲେ ବାରମ୍ବାର ବନେଇକି ଆପଣ ଖାଇବେ। ଏଠି ଦେଖନ୍ତୁ ପିଆଜ, ଟମାଟୋ ଆଉ ରସୁଣକୁ ମଧ୍ୟ ମୁଁ ଏଥିରେ ନେଇଯାଇଛି। ତାକୁ ବି ଆମେ ଭଲସେ ଚକଟି ଦବା। ପିଆଜ, ରସୁଣ ବି ଭଲସେ ସିଝି ଯାଇଛି। ନର୍ମାଲି ଟମାଟୋ ତ ସିଝିବା ପାଇଁ ବହୁତ କମ ଟାଇମ ଲାଗିଥାଏ। କିନ୍ତୁ ପିଆଜ, ରସୁଣ ବି ପୋଡିଲେ ଭଲସେ ସିଝି ଯାଇଥାଏ। ଟମାଟୋ ଟିକେ ଖଟା ଖଟା ଲାଗେ, ବଢିଆ ଲାଗେ ଖାଇବାକୁ। ଯେକୌଣସି ପୋଡାପୋଡି ଭର୍ତ୍ତା ହେଉନା କାହିଁକି ଟମାଟୋ ଟିକେ ପକେଇଲେ ବହୁତ ବଢିଆ ଲାଗେ। ତ ଏଠି ମୁଁ ଟମାଟୋ, ପିଆଜ, ରସୁଣକୁ ଭଲସେ ଚକଟିକି ତା ଦେହରେ ମିକ୍ସ କରିଦଉଛି। ପିଆଜ ବି ଆମର ଆରାମସେ ଚକଟି ହେଇଯାଉଛି। ଆଉ ଟିକେ ଦର ଦର ରହିଲେ ହିଁ ବଢିଆ ଲାଗେ ଖାଇବାକୁ। ସେଥିପାଇଁ ଗ୍ରାଇଣ୍ଡରର ଜମା ବି ବ୍ୟବହାର କରିବେନି। ସଜନା ଛୁଇଁକି ମନେ ରଖନ୍ତୁ, ସବୁବେଳେ ଯେତେବେଳେ ବି ପୋଡିବେ ତାକୁ ପୁରା ଲୋ ଫ୍ଲେମ ରେ ପୋଡିବେ। କାରଣ ଭିତରଟା ବି ବଢିଆ ସେ ସିଝିଯିବ। ନହେଲେ ହାଇରେ ପୋଡିଲେ ଉପରଟା ପୁରା ପୋଡିଯିବ ଆଉ ଭିତରଟା କଞ୍ଚା ରହିବ, ଯୋଉଟା କି ଆମର ଭର୍ତ୍ତା ଜମା ବି ହେଇପାରିବନି। ଆଉ ପୋଡାପୋଡି ଆଇଟମରେ କଞ୍ଚା ପିଆଜ ଆଉ କଞ୍ଚା ରସୁଣ, କଞ୍ଚା ସୋରିଷ ତେଲର ବାସ୍ନା ପୁରା ଅଲଗା ପ୍ରକାର। ଯେତେ ଭାଜିକି ପୋଡିକି ପିଆଜ ରସୁଣ ନେଲେ ମଧ୍ୟ କଞ୍ଚା ପିଆଜ ଆଉ ରସୁଣଟା ବହୁତ ହି ବଢିଆ ଲାଗିଥାଏ ଖାଇବାକୁ। ସେଥିପାଇଁ ମୁଁ ଏଠି ନେଇଛି ଗୋଟେ ରସୁଣର ହାଫ ନେଇଛି। ଆଉ ଗୋଟେ ପିଆଜକୁ ପୁରା ଭଲସେ ଚୁନା ଚୁନା କିରି କାଟିଦେଇ। ପିଆଜ ଚୁନା ଚୁନା କାଟି ସାରିଲା ପରେ ରସୁଣର ବି ଗୋଟେ ପୁରା ଚୋପା ଛଡେଇ ଦେଇଛି। ଭଲସେ ଚୋପା ଛଡେଇକି ରସୁଣକୁ ମଧ୍ୟ ପୁରା ଚୁନା ଚୁନା କାଟି ଦେଇଛି। ଆଉ କଞ୍ଚା ଲଙ୍କା ବି ଏଠି ନେଇଛି। ଆପଣ ଚାହିଁଲେ, ମୁଁ କାଟିକି ପକେଇଛି, ଆପଣ ଚାହିଁଲେ ତାକୁ ପୁରା ଚକଟି ବି ପାରିବେ ଭର୍ତ୍ତାରେ। ସଜନା ଛୁଇଁର ତ ତରକାରୀ, ଭଜା ଆପଣ ନିଶ୍ଚୟ ଖାଇଥିବେ। ପୋଡା ଆଇଟମ ଟା ନିଶ୍ଚୟ ଖାଆନ୍ତୁ, ବହୁତ ହି ଟେଷ୍ଟି ଲାଗିବ। ଆଗକୁ ଖରା ଦିନ ଆସୁଛି, ପଖାଳ ସାଙ୍ଗରେ ତ ଏଇଟା ପୁରା ଜମିଯିବ। ଏଠି ମୁଁ କଞ୍ଚା ଲଙ୍କା ଆଉ ଧନିଆ ପତ୍ରକୁ ପୁରା ଛୋଟ ଛୋଟ କରି କାଟିକି ନେଇଯାଇଛି। ଆପଣ ଚାହିଁଲେ ଲଙ୍କା ଆଉ ଧନିଆ ପତ୍ରକୁ ଚକଟି ବି ପାରିବେ।
ଏଠି ମୁଁ ଆମର ଭର୍ତ୍ତା ଯୋଉ ଚକଟା ହେଇକି ରଖା ହେଇଥିଲା ତା ଦେହରେ ସବୁ ପକେଇ ଦେଇଛି। ନର୍ମାଲି ସ୍ୱାଦ ଅନୁସାରେ ଲୁଣ ପକେଇ ଦେଇଛି ଆଉ କଞ୍ଚା ସୋରିଷ ତେଲ ଟିକେ ନେଇଯାଇଛି। ତାର ବାସ୍ନା ଆଉ ଫ୍ଲେଭର ଟା ବହୁତ ବଢିଆ ଲାଗିଥାଏ ପୋଡାପୋଡି ଆଇଟମ ରେ। ଏଠି ମୁଁ ସବୁ ପକେଇ ସାରିଲା ପରେ ତାକୁ ଭଲସେ ଗୋଳେଇ ଦେଖନ୍ତୁ କେତେ ଇଜିଲି ଆଉ ଜଲ୍ଦି ଜଲ୍ଦି ବନିଗଲା ଆମର ଏଇ ସଜନା ଛୁଇଁ ପୋଡା ଭର୍ତ୍ତା। ପଖାଳ ହେଉ କି ଗରମ ଦୁଇଟି ଯାକରେ ଏଇଟା ବଢିଆ ଲାଗିବ ଖାଇବାକୁ। ଆପଣ ଖାଆନ୍ତୁ, ଘର ଲୋକଙ୍କୁ ବି ଖୁଆନ୍ତୁ। ଜୟ ଜଗନ୍ନାଥ।